ଆଜି ସକାଳୁ ସକାଳୁ ବାପ ଘରୁ ଡାକରା ଆସିଲା। ଖୁସିରେ ତ ପଳେଇଲି, କିନ୍ତୁ ଆସିଲା ବେଳକୁ ମନ ଦୁଃଖ ହେବ। କାହିଁକି ମନ ଦୁଃଖ ହେବ ଜାଣନ୍ତି ସାଙ୍ଗମାନେ? ଆଜି ମୋ ଭଉଣୀମାନଙ୍କ ସହିତ ଆଉ ପୁତୁରା ସହିତ ଆଜି ଲାଷ୍ଟ ଡେ। କାରଣ ଆଜି ଖାଇ ପିଇ ସାରିଲା ପରେ ନେକ୍ସଟ ଡେ ସେମାନେ ସବୁ ତାଙ୍କ ଘରକୁ ପଳେଇବେ। ସେଥିପାଇଁ ଆମେ ସମସ୍ତେ ଏଇଠି ଭେଜ୍ ବିରିୟାନୀ କରିବୁ, ଯେହେତୁ ବାର ନଥିଲା, ନହେଲେ ତ ଚିକେନ୍ ବିରିୟାନୀଟା ହେଇଥାନ୍ତା। ତା ଛଡ଼ା ବ୍ରହ୍ମପୁରରୁ ଆମ ସାନ ଭଉଣୀ ଜଇଁ ବି ଆସିଛନ୍ତି। ଆଉ ଯେହେତୁ ବାର ନାହିଁ, ଭେଜ୍ ବିରିୟାନୀ ଆଜି କାମ ଚଳାଇ ଦେଲୁ। ଦୁଇ ଭଉଣୀଆଙ୍କ ମିଶିକି ଭେଜ୍ ବିରିୟାନୀ ଏଠି ରେଡ଼ି କରିଦେଲୁ। ଆଉ ମୋ ସାନ ଭଉଣୀ ତାର ଏଠି ରାଇତା ତିଆରି କରିବାରେ ବ୍ୟସ୍ତ ଥିଲା। ଆଉ ଏଇ ଦୁଇ ଜଣଙ୍କୁ ଦେଖନ୍ତୁ କେମିତି ଗାଈ ଉପରେ ବସି ସେ କ'ଣ ହେଉଛନ୍ତି। ବିରିୟାନୀ ହେଇସାରିଲା ପରେ ଆଗେ ବାପାଙ୍କୁ ଆଉ ଆମ ଭଉଣୀ ଜଇଁକି ତାଙ୍କୁ ଖାଇବାକୁ ଦେଇଦେଲୁ। ସମସ୍ତଙ୍କୁ ତ ଖାଇବାକୁ ଦେଲି, କିନ୍ତୁ ଗୋଡ଼େଇ ଗୋଡ଼େଇ ପଚାରିତେ ଭଲ ହେଇଛି ନା ନାହିଁ ଭେଜ୍ ବିରିୟାନୀଟା। ଯେହେତୁ ମୁଁ କରିଛି ମନରେ ଟିକେ ଡର ଥାଏ ନା, ସେଥିପାଇଁ। ସମସ୍ତେ ଖାଇ ପିଇ ସାରିଲା ପରେ ଆମେ ଚାରି ଭାଇ ଭଉଣୀ ବସିକି ଖାଇକି ନିଜ ନିଜ ଭିତରେ ବହୁତ ଟାଇମ୍ ସ୍ପେଣ୍ଡ କଲୁ। ହସ ମଜାକ ବି ଆମ ଭିତରେ ଚାଲିଥାଏ। ପୁଣି ଏଇଭଳିଆ ଟାଇମ୍ କେବେ ଆସିବ ଜଣା ନାହିଁ, କାରଣ ଆମ ଚାରି ଭାଇ ଭଉଣୀ ଏକା ସାଙ୍ଗରେ ମିଶିବାଟା ଗୋଟେ ଆମ ପାଇଁ ସ୍ୱପ୍ନ ହେଇସାରିଲା। ଖାଇ ପିଇ ସାରି ଦାଣ୍ଡକୁ ସବୁ ଚାଲିଲୁ। ମା ଝିଅ ଏଠି ସବୁ ଗପସପ ଜମେଇ ଦେଲୁ। ଆଜିର ବ୍ଲଗ୍ଟି ଭଉଣୀମାନଙ୍କ ସହିତ